ରାତି ପାହିନେ ଧନତିରସ। ମୋ ଭଳିଆ କର୍ମକୁଢ଼ୀ ଲୋକ ଯେଉଁ ଘରେ ଥିବେ ସେ ଘର ତ ଧନତିରସ ଲକ୍ଷ୍ମୀ ମା ଆସିବା ପାଇଁ ବି 10 ଥର ଭାବିବେ। ଚାଲନ୍ତୁ ଦେଖିବା ମୋ ଘରର ଅବସ୍ଥା। ହାଏ ଫ୍ରେଣ୍ଡ, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଦେଖନ୍ତୁ ମୋ ଘରର ଅବସ୍ଥା କେମିତି। ପୁରା ଘରର ଯାକଟା ଜିନିଷ ସବୁ ଫେଲା ହେଇକି ପଡ଼ିଛି। ସପିଂ ଯାଇଥିଲି, ଏଠି ଥୁଆ ହେଇଛି ଆସିକି। ଆଇରନ୍ କରି ଫୁଲି କାଢ଼ିଥିଲି, ତାକୁ ବେଡ଼୍ରେ ଥୁଆ ହେଇଛି। ମୋ ପୁଅ ତ ଆହୁରି ଗୋଟେ ଜିନିଷକୁ 2ଟା କାମ ବଢ଼ିଆର ଲାଗିଛି। କିଚେନ୍ ସଫା ହେଇଥିଲା, ଗଳିର ସବୁ ଜିନିଷ କାଢ଼ି କିଚେନ୍ରୁ ଥୋଇ ଦେଇଥିଲି। କିଚେନ୍ ସଫା କରିଥିଲି, ଟାଇଲ୍ସ ବଗେରା ଏଠି ବି ସେମିତି ପଡ଼ିଛି। ରାତି ପାହିଲେ ଧନତିରସ, ମୁଁ କେଉଁଠୁ ଆରମ୍ଭ କରିବି କେଉଁଠୁ ଶେଷ କରିବି ବୁଝିପାରୁନି। ଆଉ ମୋ ପୁଅ ଦେଖ ଯାତ୍ରା କରିକି ରଖିଛି ବାଣର। ଆଉ ଦେଖ ଡବା ଧୋଇଥିଲି, ଡବା ବି ଜିନିଷ ପୁରା ହେଇନି, ସିଏ ବି ରହିଛି। ଦେଖନ୍ତୁ ମୋ ପୁଅର ନଟଙ୍କି ବି ଦେଖନ୍ତୁ ତା ମଝିରେ। ଏବେ ଚାଲନ୍ତୁ ଆପଣଙ୍କୁ କିଚେନ୍ର ଅବସ୍ଥା ଟିକେ ଦେଖ ବାସନ ଏତିକି ଥୁଆ ହେଇଛି। ଆଉ କିଚେନ୍ରୁ ଡବା ସବୁ ଜିନିଷ କାଢ଼ି ଧୋଇଥିଲି, ଜିନିଷ ସବୁ ଏଠି ପୋଟଳା କରିକି ରଖିଛି। ସତ କହିଲେ ଫ୍ରେଣ୍ଡ, ଏ ଘର ଦେଖି କେହି ଆସିବେ? ଲକ୍ଷ୍ମୀ ମା ତ ଦୂରର, କେହି ଲୋକ ବି ଆସିବାକୁ ପସନ୍ଦ କରିବେନି ଏ ଘରକୁ। ମୋ ଭିଡ଼ିଓ କେମିତି ଆପଣମାନଙ୍କୁ ଲାଗୁଛି ଆପଣ ନିଶ୍ଚିତ କମେଣ୍ଟ କରିକି କହିବେ, ଆଉ ଲାଇକ୍ କରିଦେବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ପୁଣି ଦେଖାଯିବ ଆଉ ଗୋଟେ ବ୍ଲଗ୍ରେ। ବାଏ, ଜୟ ଜଗନ୍ନାଥ।